ଆପଣମାନଙ୍କୁ ନମସ୍କାର ମୁଇଁ ରବି କୁମାର ସ୍ୱାଗତ କରୁଛେ ଆପଣଙ୍କ ନିଜର ଚ୍ୟାନେଲ ଭାଇରାଲ ଝାରସୁଗୁଡାକି ଚलो ନଜର ପକାଇବା ଆଜିର କିଛି ଖାସ୍ ଖବର ଉପରେ। ଝାରସୁଗୁଡ଼ା ଦୁତ୍ରା ରେଳ ଷ୍ଟେସନ ମଝିନୁ ଜଣେ ଅଜଣା ବ୍ୟକ୍ତିର ମଲାଦେହ ଉଦ୍ଧାର କରିଛି ରେଲୱେ ପୁଲିସ। ଝାରସୁଗୁଡ଼ା ଓ ଦୁତ୍ରା ରେଳ ଷ୍ଟେସନ ମଝିନେ ଥିବାର ମେନ୍ ଡାଉନ୍ ଖୁମା ପାଖେ ଜଣେ ବ୍ୟକ୍ତି ଟ୍ରେନ୍ରୁ ପଡ଼ିକରି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏ ବାବଦରେ ରେଲୱେ ପୁଲିସ ଜାଣିଲା ପରେ ଘଟଣା ଜାଗାକେ ପହଞ୍ଚିକରି ବ୍ୟକ୍ତିର ମଲାଦେହ ଉଦ୍ଧାର କରିଛି ଆଉ ଘଟଣାର ଅଧିକା ତଦନ୍ତ ଜାରି ରଖିଥିବାର ସୂଚନା ରହିଛି। ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ନୂଆଡିହି ଗାଁର ସୁବାସ ଦେହେରୀଙ୍କର ଉପରେ ଆଉ ପରିବାର ଉପରେ ଆକ୍ରମଣ ହୋଇଥିଲା। 5 ଜଣ ଦୁର୍ବୃତ୍ତ ତାଙ୍କର ଘରେ ପଶିକରି ଆକ୍ରମଣ କରବାର ସଙ୍ଗେ ଘରର ଝରକା ଓ କାର ଭାଙ୍ଗି ଦେଇଥିଲେ। ତେବେ କୁଲାବିରାତି ହୋଇଥିବାର ଅଭିଯୋଗ ଶୁଣାଣି ଶିବିର ଅଭିଯୋଗ କରିଛନ୍ତି ସୁବାସ ଦେହେରୀ ଆଉ ଅଭିଯୋଗର ସମାଧାନ ଲାଗି ନିବେଦନ କରିଥିବାର ଜଣାପଡ଼ିଛି। ଝାରସୁଗୁଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆଡ଼ୁ ମାନବାଧିକାର ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କର ଅଧ୍ୟକ୍ଷତାରେ ମାନବାଧିକାର ଦିବସ ପାଳନ କରାଯାଇଥିଲା। ତେବେ ମାନବ ଅଧିକାର ବିଷୟକେ ନେଇକରି ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା। ଝାରସୁଗୁଡ଼ା ମ୍ୟୁନିସିପାଲିଟି ମଶା ତେଲ କିଣା ଦୁର୍ନୀତିକେ ନେଇକରି ତେଲ ତିଆରି ହେଉଥିବା ସଂସ୍ଥା ଉପରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଚଢ଼ାଉତି ଅଧିକାରୀମାନେ କାଗଜପତ୍ର ଯାଞ୍ଚ କରବାର ସଙ୍ଗେ ସଂସ୍ଥା ଭିତରେ ନକଲି ତେଲ ଆଉ ଫିନାଇଲ ତିଆରି ହେଉଥିବାର ଘଟଣା ସାମ୍ନାକେ ଆସିଛି। ଏହି ଘଟଣାର ତଦନ୍ତ ଲାଗି ଭିଜିଲାନ୍ସ ବିଭାଗ, ପୁଲିସ ବିଭାଗ, ଜିଏସଟି ବିଭାଗ ଆଉ ଡ୍ରଗ ଇନ୍ସପେକ୍ଟରର ସାହାଯ୍ୟ ନେଇଥିବାର ସୂଚନା ମିଳିଛି। ଝାରସୁଗୁଡ଼ା ଜିଲ୍ଲା କୁଲାବିରା ବ୍ଲକ ଅଫିସ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଜନ ଅଭିଯୋଗ ଶୁଣାଣି ଶିବିର ଝାରସୁଗୁଡ଼ା କଲେକ୍ଟର ଅବଲି ସୁନିଲ ନରୱାଣେ ଅଧ୍ୟକ୍ଷତା କରିଥିବାର ବେଲେ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରବୀର କୁମାର ନାୟକ, ଜିଲ୍ଲା ଆଉ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ। ଲୋକମାନଙ୍କର ଅଭିଯୋଗ ଶୁଣିଲା ପରେ ଅଭିଯୋଗର ସମାଧାନ ଲାଗି କଲେକ୍ଟର ନିର୍ଦ୍ଦେଶ ଦେଇଥିଲେ। କୁଲାବିରା ଜମିଦାର କରୁଣାକର ସିଂ ନାୟକ, ଖଗ ନାୟକ ଆଉ କନେହି ନାୟକ ଆତ୍ମୋତ୍ସର୍ଗ ଦିବସ ଆସବା ଡିସେମ୍ବର 20, 21 ଆଉ 22 ତାରିଖ ଦିନ ଅନୁଷ୍ଠିତ ହେବାରକେ ଯାଉଛି। ଏହି ଅବସରଟି ହେବାରକେ ଥିବାର ଗୁଣବନ୍ତୀ ଦେଈଙ୍କର ପହିଲା ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ହେବାରକେ ଯାଉଛି। ତାହାକେ ନେଇକରି ମହେନ୍ଦ୍ର ନାୟକଙ୍କର ଅଧ୍ୟକ୍ଷତାରେ ଆଦିବାସୀ ଶକ୍ତିପୀଠ ସେବା ଟ୍ରଷ୍ଟର ବୈଠକ ଅନୁଷ୍ଠିତ ହୋଇଯାଇଛି। Prince Hotel and Restaurant, Main Road, Station Chowk, Jharsuguda. Visit for comfortable stay and quality food.